ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚାଉନପୁର ତରଫରୁ ଅଗଷ୍ଟ 10 ରୁ 19 ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ କାର୍ଯ୍ୟକ୍ରମ ଚାଲୁଅଛି। ଏଥିରେ 2 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତେ ଔଷଧ ସେବନ କରିପାରିବେ। ଏଥିପାଇଁ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସମସ୍ତ ଅଙ୍କୁ ଔଷଧ ସେବନ କରାଉଛନ୍ତି। ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗ୍ରାମରେ 70 ଭାଗ ଲୋକ ଔଷଧ ସେବନ କରିବା ପାଇଁ ମନା କରିଥିଲେ। ମୁଣ୍ଡ ବୁଲାଇବା, ବାନ୍ତି ହେବା କହି ଲୋକମାନେ ଔଷଧ ସେବନ କରୁନଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବହୁତ ଥର ଜନସଚେତନ କରିବା ପାଇଁ ମିଟିଂ କଲେ ମଧ୍ୟ କେହି ମିଟିଂକୁ ମଧ୍ୟ ଆସୁନଥିଲେ। ଆଶା, ଅଙ୍ଗନବାଡି ଦିଦିମାନେ ବହୁତ ଚେଷ୍ଟା କଲାପରେ ମଧ୍ୟ କେହି ଔଷଧ ଖାଇନଥିଲେ। ଶେଷରେ ଗ୍ରାମରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଗଲା। ଲୋକମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଲେ। ସେଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଫାଇଲେରିଆ ଉପରେ ବୁଝାଯାଇଥିଲା। ଗ୍ରାମର ଶତାଧିକ ଲୋକଙ୍କୁ ଔଷଧ ସେବନ କରାଯାଇଥିଲା।